ଆପଣ ଯାହାକୁ ଦେଖୁଛନ୍ତି ଏ ପଠାଣ ଲୋକ ମିଆଁ ସମାଜ ଗୋମାଂସକୁ କାଟି ଦିଅନ୍ତି ରୋଷେଇ ହୁଏ ମହାପୁରୁଷ କଥା ସେଇ ହାଣ୍ଡି ସେଇ କଦଳୀ ପତ୍ର ଥବ ତୁଳସୀ ପକେଇଦେଲେ ସେ ସବୁ ମହାପ୍ରସାଦ ହେଇଯାଏ ବୋଲିକି କଥିତ ଅଛି। ଆଚ୍ଛା ଆପଣ ତ ଆଜି ବାଇଡି ଦେଇଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ ଗୋମାଂସ ଭକ୍ଷଣ କରୁଥିଲେ। ହଁ ବାପା ମୁଁ ସେଇ ପତ୍ର କଦେ କହୁଛି ସେଇଟା କହିବାଟା ମୋର ଏଇଟା ଭୁଲ ହେଇଛି। ଶୁଣନ୍ତୁ ଶୁଣନ୍ତୁ ମୁଁ କହିସାରେ ମୁଁ ଯେତିକି କହୁ ଶୁଣନ୍ତୁ ଆଗେ। ଗୋମାଂସରେ ଆପଣ ତୁଳସୀ ଯଦି ପକେଇଦେବେ ସେଇଟା ଆଜ୍ଞା ମହାପ୍ରସାଦ ହେଇଯିବ କି? ପ୍ରଥମ କଥା କୁହନ୍ତୁ। ନା ମତେ ପ୍ରଥମ ଉତ୍ତର ଦିଅନ୍ତୁ। ନାଇଁ ନାଇଁ ସିଏ ହବନି। ଶୁଣନ୍ତୁ ମୁଁ କହିବାଟା କଣ ଭୁଲ ମୁଁ ପ୍ରଥମେ କହୁଛି ସେଟା ଭୁଲ ହେଇଯାଇଛି। ଆପଣଙ୍କ କଥା ଶୁଣିବେ ଆଜ୍ଞା ଆପଣଙ୍କ କଥା ଶୁଣିବେ। ମୁଁ ଏବେ ଭିଡିଓ ଦେଖିଲି ଯୋଉଟା ମୋ ଅନ୍ତର ଭିତରୁ ବାଜିଲା। ପିଲା ମତେ ବହୁତ ଦିନ ଆଗ ଫୋନ କରୁଛନ୍ତି। ଶୁଣନ୍ତୁ ମୁଁ ପ୍ରଥମେ କହୁଛି ସେଟା ଭୁଲ ହେଇଯାଇଛି। କେମିତି ଭୁଲ ହେଇଛି ସେଟା କହୁଛି ମୁଁ ଆପଣଙ୍କୁ। କେମିତି ଭୁଲ ହେଲା ସେଟା କହୁଛି ଶୁଣନ୍ତୁ। ଆପଣ ଆପଣଙ୍କର କ୍ଲାରିଫିକେସନ ଦେବେ ଧୈର୍ଯ୍ୟର ସହିତ ଶୁଣିବେ। ଆପଣ ଯେତିକି ପଚାରୁଛି ଆପଣ କହିଦେବେ। ଆଜ୍ଞା ମୁଁ ଆପଣଙ୍କ କଥା ଶୁଣିବି ଆପଣ ମୋ କଥା ଶୁଣିବେ। ମୁଁ ପ୍ରଥମେ ଆପଣଙ୍କୁ କହୁଛି ମୋର କହିବା ହୁଏଟା ବଡ ଭୁଲ ହେଇଯାଇଛି। ଆଉ କାହିଁକି କହିଛି ମୁଁ ସେଟା କହିବି ଆପଣଙ୍କୁ କୁହ। ଆଚ୍ଛା ଠିକ ଅଛି। ଗୋମାଂସରେ ତୁଳସୀ ପକେଇଲେ ମହାପ୍ରସାଦ ହେଇଯିବ କି? ଆପଣଙ୍କ ମୁହଁରେ କୁହନ୍ତୁ। ନାଇଁ। ଆଚ୍ଛା ଅଚ୍ୟୁତାନନ୍ଦ ଗୋମାଂସ କେବେ ଖାଇଥିଲେ ଆପଣ ଦେଖିଛନ୍ତି? ପ୍ରଶ୍ନ ଉଠୁନି ଖାଇନାହାନ୍ତି। ଆପଣ କାହିଁ କହିଲେ? ଶୁଣନ୍ତୁ କଣ ସେଇ କଥାଟା କହୁଛି। ଯେତେବେଳେ ଆପଣ ଜାଣିଥିବେ ମହାପୁରୁଷ ଅଚ୍ୟୁତାନନ୍ଦ ଦିନ ଦରିଦ୍ରରେ ଖୋଜନ୍ତି ହେଉଥିଲେ। ସେ ଗୋବଚ୍ଛା ରଖୁଥିଲେ। ସିଏ ଯୋଉଠି ଯାଉଥିଲେ ଗୁରୁଚରଣ ସେ ଜାଗାଟା ଥିଲା ଅଚ୍ୟୁତି ଖାଁଙ୍କର। ଆଜ୍ଞା ଶୁଣନ୍ତୁ ଅଚ୍ୟୁତି ଖାଁଙ୍କର ଥିଲା। ସେଠି ସବୁ ମାନେ ମୁସଲମାନ ମାନେ ଅନେକ ଅନାର୍ଯ୍ୟ କର୍ମ କରି ନାନାଦି କଥା କରୁଥିଲେ। ମହାପୁରୁଷ କି ଅଲୌକିକ ଶକ୍ତିରେ ସେ ଯେତେବେଳେ ତପସ୍ୟା କରନ୍ତି ସେ ସବୁ ସଫା ହେଇଯାଏ। ସେ ଯୋଉ ହାଡ ନାଡ ସବୁ ଥିଲା ସବୁ ସଫା ହେଇଯାଏ। ସେଠୁ ତାକୁ ଦେଖିଲାରେ ଜଣେ ଏମିତି କିଏ ଭଳିଆ ଏମିତି ସଫାସଫି କରିଦଉଛି ଏ ଜାଗାକୁ। ସେଇଠୁ ସମସ୍ତେ କହିଲେ ଜଣେ ଏମିତି ପିଲାଳିଆ ବାବାଜୀ ସେ ଟୋକା ବାବାଜୀ ସେ ଏଇଆ ଆସି କହୁଛି ଆପଣଙ୍କୁ ଧରି ଆଣିଲ। ସେଠୁ ଅନେକ କୌଶଳ ସେ ମହାପୁରୁଷଙ୍କୁ ଦେଲେ। ଯେମିତି ଦେଲେ ମହାପୁରୁଷ ସେଠୁ ତାଙ୍କର ଅଲୌକିକ ଶକ୍ତିରେ ଅନେକ କଥା ତାଙ୍କୁ ସବୁ ଦେଖେଇ ଦେଲେ। ଦେଖେଇଦେଲେ ସେଇଠୁ ମହାପୁରୁଷ ଅଚ୍ୟୁତି ଖାଁ କହିଲେ ତମେ ଆମର ଆଜି ତମ ବନ୍ଧୁ ହେଲ ମୁଁ ତୁମ ଭିତରେ ମର୍ମାହତ ହେଇ ପଡିଲି ଆଉ ତୁମେ ଆମକୁ ଦିଗ୍ଦର୍ଶନ ଦବ ନା? ଶୁଣନ୍ତୁ ଶୁଣନ୍ତୁ କଣ କଣ ସବୁ ମାନେ ଅଲୌକିକତା ଦେଖେଇଦେଲେ ସେଇଠି ଅଚ୍ୟୁତାନନ୍ଦ ମହାପ୍ରଭୁ? ତାଙ୍କୁ ପ୍ରଥମେ ଶୁଳି ବସେଇଲେ। ଯେତେବେଳେ ଶୁଳି ବସେଇଲେ କହିଲେ ତାପରେ ଶୁଳି ଯେତେବେଳେ ବସେଇଲେ କହିଲେ ତମେ ଶୁଳିରେ ବସିବ ଏମିତିଆ ତମେ କରୁଛ ବୋଲି। ସେ କହିଲେ ଆଚ୍ଛା ଆପଣ ମାନଙ୍କର ସେମାନେ ସବୁ ଶୁଳିରେ ବସନ୍ତୁ। ଯଦି ସେମାନେ ସତ୍ୟ ଆଲ୍ଲାହଙ୍କୁ ଡାକୁଛନ୍ତି ସେ ସତ୍ୟ ତାହେଲେ ସେ ଶୁଳିରେ ବସନ୍ତୁ ମୁଁ ମୋ କଥା ଦେଖିବି। ସେଇଠୁ ସେମାନେ କଣ କଲେ ଭୟରେ ପଳେଇ ଗଲେ ତାଙ୍କ ଇମାମ ମାନେ। କିନ୍ତୁ ଇଏ ଶୁଳିରେ ଯେତେବେଳେ ତାଙ୍କ ଯୋଗ ତପସ୍ୟା ବଳରେ ଆଜ୍ଞା ଇଏ ଚାରି ଆଙ୍ଗୁଳ ଉଚ୍ଚରେ ରହିଲେ। ଶୁଣନ୍ତୁ ଅଚ୍ୟୁତାନନ୍ଦଙ୍କର ଅଧାଂଶ ପୋଥି ମୋ ଘରେ ଏବେ ବି ସୁରକ୍ଷିତ ଅଛି ଆଜ୍ଞା। ଜେଜେବାବା ସେତେବେଳେ ଆପଣ ଜାଣିଥିବେ ଗୋଟେ ପୋଥି ଯେତେବେଳେ ଜଣେ ବାହାର କରୁଥିଲା ଆଜିକାଲି ସବୁ ଜେରକ୍ସ କପି ହେଇଗଲାଣି। ଆପଣଙ୍କୁ କହିଦଉଛି ଆପଣଙ୍କ ଭାଷାରେ ନା ଆମର ଆପଣଙ୍କ ଭାଷା ନୁହେଁ ଏଇଟା ଆମ ଆଧୁନିକ ଭାଷାରେ କହିଦଉଛି। ଆମେ ଗୋଟେ ଡକୁମେଣ୍ଟ ବାହାର କରୁଛେ ସେ ଡକୁମେଣ୍ଟକୁ ଜେରକ୍ସ କରାଯାଏ। ଜେରକ୍ସ କରି ଲୋକମାନେ ତାଙ୍କ ପାଖରେ ରଖୁଛନ୍ତି। ଗୋଟେ ବ୍ରାହ୍ମଣ ମାନେ ସାଧାରଣତଃ ଯେତେବେଳେ ଗୋଟେ ବହିର ଗୋଟେ ଯୋଉ ଆମର ରହିଥିଲା ବିହାରୀ କର୍ମକାଣ୍ଡ ଆଜିକାଲି ଆଉ ଆସୁନି। ବିହାରୀ କର୍ମକାଣ୍ଡର ବହୁତ ଜିନିଷ ବ୍ରାହ୍ମଣ ମାନେ ଜେରକ୍ସ କରି ରଖୁଛନ୍ତି ଯେହେତୁ ତାଙ୍କର କାମରେ ଲାଗିବ ବିଦ୍ୟାଟାକୁ ଶିଖିବେ ଏବଂ ଲାଭ କରିବେ। ସତ ନା ମିଛ ଆଜ୍ଞା? ହଁ ସତ୍ୟ। ଏଇଟା ସତ୍ୟ। ଦ୍ୱିତୀୟ କଥା ହେଲା ସେତେବେଳେ ବି ସେମିତି ଅଚ୍ୟୁତାନନ୍ଦଙ୍କ ପୋଥି ଯେତେବେଳେ ଥିଲା ସେତେବେଳେ କିଛି ମାନେ ଜ୍ଞାନୀ ଗୁଣୀ ମାନ ଲୋକ ଥିଲେ ଯୋଉମାନେ ସେମାନେ 5 ଟଙ୍କା 2 ଟଙ୍କାରେ ବିକ୍ରି କରୁଥିଲେ ଚଳୁଥିଲେ ତାଙ୍କ ନିଜ ପେଟ ପାଟଣା ପାଇଁ। ସେମାନେ ସେଇ ପୋଥିକୁ କପି କରିକି ସେମାନେ ଲେଖୁଥିଲେ ଏବଂ ଯୋଉମାନେ ପୋଥି ଉପରେ ରିସର୍ଚ୍ଚ କରୁଥିଲେ ସେମାନଙ୍କୁ ସେଇମାନଙ୍କୁ ଦଉଥିଲେ। ଯୋଉମାନେ ରିସର୍ଚ୍ଚ କରୁଥିଲେ ଯୋଉମାନେ ପୋଥି ଉପରେ ବିଶ୍ୱାସ କରୁଥିଲେ ଏବଂ ପୋଥି କଣ ବୋଲି ଜାଣିବାକୁ ଚାହୁଁଥିଲେ ଏବଂ ପୋଥିର ମାହାତ୍ମ୍ୟ କଣ ଜାଣିବାକୁ ଚାହୁଁଥିଲେ। ଯେମିତିକି ଅଚ୍ୟୁତାନନ୍ଦ ମହାପୁରୁଷ 500 ବର୍ଷ ପୂର୍ବେ ଲେଖି ଦେଇ ଯାଇଥିଲେ କାଳିଦାସଙ୍କ ବିଷୟରେ। ଏକ୍ଜାମ୍ପଲ ଦଉଛି ଫର କଣ
ନା ମୁଁ ଯେହେତୁ ଛତିଆ ବଟରୁ କହୁଛି ସେ ଲେଖିଥିଲେ କଣ ନା ମୁଁ ଛତିଆ ବଟରେ 500 ବର୍ଷ ତଳେ ଲେଖିଥିଲେ ସେ ତାଙ୍କୁ ରାମଦାସ ପଚାରିଲେ ଯେ ଆଜ୍ଞା ଆପଣ ପୂର୍ବଜନ୍ମ କଣ ଥିଲେ ନା ନଳ ଥିଲି ସତ୍ୟ ଯୁଗ ତ୍ରେତୟା ଯୁଗ ଦ୍ୱାପର ଯୁଗରେ କଣ ଥିଲେ ସେ କହିଲେ ସତ୍ୟରେ ନଳ ତ୍ରେତୟାରେ ସତ୍ୟରେ ହଉଛନ୍ତି କୃପାଜଳ ତ୍ରେତୟାରେ ନଳ ଦ୍ୱାପରେ ସୁଦାମ ଅଚ୍ୟୁତେ କଳ କଳେ ଅଚ୍ୟୁତ କଳେ ଅଚ୍ୟୁତ ଅଚ୍ୟୁତଙ୍କର ପଟ ସୃଷ୍ଟି କିଏ ଥିଲେ ରାମଦାସ ବୋଲି କୁହାଯାଏ ରାମଦାସ ତାପରେ ରାମଦାସ ପଚାରିଲେ ଆଜ୍ଞା ଏଇ ଜନ୍ମ ତ ଆପଣଙ୍କର ସରିଯିବ ତାପରେ କଣ ହବ ତାପରେ କଣ କହିଥିଲେ ଆପଣ କୁହନ୍ତୁ କମ୍ଭାର କୂଳରେ ଜାତମ ମୋହର ହଁ ହାଡିଦାସ ହେଇଥିଲେ ହାଡିଦାସ ପରେ ଆମର ଅରିକିତ ବୋଲି କହନ୍ତି ହଁ ଅରିକିତ ହାଡିଦାସ ତେବେ ତାଙ୍କର ପଟ ଶିଷ୍ୟ ଭାବରେ କି ଜନ୍ମ ନେଇଥିଲେ କାହାର ହାଡିଦାସଙ୍କର ଜାଣିଛନ୍ତି ଆଜି ବି ସୁଦ୍ଧା ନାଇଁ ଜାଣିନାହାନ୍ତି କେମିତି ଆଜ୍ଞା ଆପଣ କହିଲେ ଆପଣ ମାନେ ଜାଣିଥିବେ ଏଇ ଯୋଉ ନଉଛନ୍ତି ମିଡିଆ ସବୁ ବାଲି ଗଲେ ସବୁ ଆଳତି ସରିଲା ଆଳତିରେ ଆମେ ଫେରୁଛୁ ବର୍ଷାଟା ହଉଛି ସେତେବେଳେ ତାଙ୍କର ଯୋଉ ଡକେଇ ଦେଇଛନ୍ତି ଆମର ମୁସଲମାନ ଯିଏ ଭାଇଚାରା ଆଗରୁ ଥିଲା ସେଇମାନେ ଆସନ୍ତୁ ଆପଣ କଣ ପଦେ କହିବେ ଅନ୍ୟ କେହି ନାହାନ୍ତି ମୋତେ କହୁଛନ୍ତି ସବୁ କହିବାକୁ ନା ଆପଣ କଣ କୁହନ୍ତୁ ଗୋଟିଏ ଲୋକ ସେଠି ଠିଆ ହେଇଛି ମୁସଲମାନ ମୁଁ ସେଇ କଥା କହିଲି ମହାପୁରୁଷ ତାଙ୍କୁ ଭଲ ପାଉଥିଲେ ସେ ତାଙ୍କୁ ଭଲ ପାଉଥିଲେ ଏଇ ଉପରେ ତରତରକିରି କହିଦେଇଛି ଆପଣ ଜଣେ ହିନ୍ଦୁ ହେଇକି ମୁସଲମାନ ଦେଖୁଛନ୍ତି ଆଜ୍ଞା ଭଦ୍ରକରେ ଆମର ଭାଇକି ହାଣିକି ମାରିଦେଲେ ଭାରି ମର୍ମାହତ ଆଜ୍ଞା ମୁଁ ଭାରି ମର୍ମାହତ ଏ ଖସି ଯାଇଛି ନା ଆପଣ ସେଥିପାଇଁ ମର୍ମାହତ ସବୁ ସାଧୁ ସନ୍ଥ ସବୁ ପଣ୍ଡିତ ମଣ୍ଡଳୀକୁ ଆପଣ ଛିଡା ହେବା କଥା ମୁଁ କହୁନି ହେଇଯାଏ ଯୋଉ ଜଗନ୍ନାଥ ଅଛି ତାଙ୍କ ଅଲୌକିକ ଶକ୍ତିରେ ସେ ଗୋମାତାକୁ ସେମାନେ ଯୋଉ ମୁସଲମାନ ବଳି ଦଉଥିଲେ ଘୋରେଇକିରି ରଖିଥିଲେ ନା ଆଜ୍ଞା ଆପଣ ଏଇଟା ଯୋଉ କହୁଛନ୍ତି ଏଇଟା କୌଣସି ଶାସ୍ତ୍ର ଭିତ୍ତିକ ନାହିଁ ନାଇଁ ଏଇଟା କୌଣସି ଶାସ୍ତ୍ର ନାହିଁ ଗୋଟେ ଆମର ଏଠି ପଚାରିବେ ଆଜ୍ଞା ଥରେ ଆସିବେ ଏଠି ଆମର ମହାପୁରୁଷ ଚତୁର୍ପାର୍ଶ୍ୱରେ ସବୁ ବୁଢା ବୁଢା ମାନେ ଏଗୁଟା ଲୋକ କଥା ରହିଛି ସେ ଲୋକ କଥାକୁ ଉତ୍ପାଦନ କରୁ କରୁ ଭୁଲ ହେଇଯାଇଛି ଆପଣଙ୍କର ଏଇଟା ଭୁଲ ହେଇଛି ନା ଭୁଲ ହେଇନି ନା ନିଶ୍ଚିତ ଭୁଲ ଭୁଲ ଯଦି ଆପଣ ସର୍ବସମ୍ମୁଖରେ ଭୁଲ ମାଗନ୍ତୁ ଏଇଟା ନିଶ୍ଚିତ ମୁଁ କାଲି କହିଛି ଆସିବେ କାଲି କିମ୍ବା ପରଦିନ ସମସ୍ତେ ଆସିବେ ସର୍ବସମ୍ମୁଖରେ ଆଜ୍ଞା ଭୁଲ ମାଗିବେ ଯୋଉଟା ଆଜ୍ଞା ଭୁଲ